नमस्कार दर्शक बंधु शुभ सकाळ आज हूँ 23 जुलाई बुधवार आज रही देश विदेश राज्यर 20टी गुरुत्वपूर्ण खबर तेज खबर देखा पूर्व आपंकर भल पाइबा स्वरूप भिडियोटी गोटे लाइक करी सहित चैनल को सब्सक्राइब कर आपंक जिला ना लिखिदेवे। मुख्यमंत्री बड़ घोषणा बदल सबकि नियम भत्ता सुभद्रा राशन कार्ड पीएम किसान एमती अनेक गुड़िए खबर अच्छी तेज चलतु कौन रही खबर ता नजर पकाइबा। ସରକାରଙ୍କର ବଡ଼ ନିଷ୍ପତ୍ତି ୟୁପିଆଇ ମାଧ୍ୟମରେ ପେମେଣ୍ଟ କରିବା ନିୟମରେ ବଡ଼ ପରିବର୍ତ୍ତନ କରୁଛି କର୍ପୋରେସନ ଅଫ୍ ଇଣ୍ଡିଆ। ଏହି ବ୍ୟବହାରକାରୀଙ୍କ ପାଇଁ ୟୁପିଆଇ ମାଧ୍ୟମରେ ଯେକୌଣସି ସ୍ଥାନକୁ ସୁନା ଋଣ ବ୍ୟବସାୟ ଋଣ ଏଫଡି ରାଶି ମଧ୍ୟ ପଠାଇ ପାରିବେ। ଋଣ ଆକାଉଣ୍ଟକୁ ୟୁପିଆଇ ଆକାଉଣ୍ଟ ସହିତ ଲିଙ୍କ କରାଯାଇ ପାରିବ। ତେବେ ଏହା ସାହାଯ୍ୟରେ ପେଟିଏମ୍ ଫୋନପେ ଗୁଗଲ ପେ ଭଳି ୟୁପିଆଇ ମାଧ୍ୟମରେ କ୍ରେଡିଟ୍ କାର୍ଡରୁ ବ୍ୟବସାୟ ଋଣ ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ। ଏହି ନିୟମ ସେପ୍ଟେମ୍ବର 1, 2025 ଠାରୁ କାର୍ଯ୍ୟକାରୀ ହେବ ବୋଲି ସରକାର କହିଛନ୍ତି। ଆସୁଛି ଆଉ ଏକ ଲଘୁଚାପ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା କାରଣରୁ ବୁଧବାର ଦିନ ରାତିରୁ ବା ଆଜି ରାତିରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ତେବେ ଗୁରୁବାର ସକାଳୁ ସକାଳୁ ପ୍ରବଳ ବର୍ଷା ଚାରିପଟେ ହୋଇଯାଇଥିବ। କୁହାଯାଉଛି ଯେ 25 ତାରିଖ ବେଳକୁ ଅନୁଗୁଳ ବଲାଙ୍ଗୀର ବାଲେଶ୍ୱର ବୌଦ୍ଧ କଟକ ଢେଙ୍କାନାଳ ଜଗତସିଂହପୁର ଯାଜପୁର କଳାହାଣ୍ଡି କନ୍ଧମାଳ କେନ୍ଦୁଝର କେନ୍ଦ୍ରାପଡ଼ା ଖୋର୍ଦ୍ଧା ମୟୂରଭଞ୍ଜ ନୟାଗଡ଼ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏ ନେଇକି ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ କୁହାଯାଉଛି 27 ତାରିଖ ପର୍ଯ୍ୟନ୍ତ ଲଗାତାର ବର୍ଷା ଜାରି ରହିବ। ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି। ତଳିଆ ଅଞ୍ଚଳକୁ ସତର୍କ ରହିବା ପାଇଁ ମଧ୍ୟ ସୂଚନା ଦିଆଯାଇଛି। ପୁଣି ଆସିଲା ନୂଆ ମୋଡ଼ ହାଇକୋର୍ଟରେ ଏଫଏମ୍ କଲେଜ ପୀଡ଼ିତା ମାମଲା ଶୁଣାଣି। ବର୍ତ୍ତମାନ ପରିସ୍ଥିତିରେ ଏସ୍ଆଇଟି ଗଠନ କରି ତଦନ୍ତ କରିବାର ଆବଶ୍ୟକତା ନଥିଲା କହିଲେ ହାଇକୋର୍ଟ। କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର ୱିଙ୍ଗରେ ତଦନ୍ତ କରିବ ସନ୍ତୋଷ ବ୍ୟକ୍ତ କରିଛନ୍ତି ହାଇକୋର୍ଟ। ତେବେ ମାମଲାର ପକ୍ଷଭୁକ୍ତ ଥିବା ରାଜନୈତିକ ଦଳକୁ ନୋଟିସ ଜାରି। ଆଇନଜୀବୀ ଶିବଶଙ୍କର ମହାନ୍ତି ପକ୍ଷରୁ ରୁଜୁ ହୋଇଛି ଏହି ମାମଲା। ରାଜ୍ୟ ସରକାର ପକ୍ଷରୁ ପକ୍ଷ ରଖିଥିଲେ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ। ଘଟଣା ସମ୍ପର୍କରେ ଜାଣିବା କ୍ଷଣି ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିଛନ୍ତି ସରକାର। ଏହି ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ବଦ୍ଧ ପରିକର। ଦୋଷୀକୁ ଦୃଷ୍ଟାନ୍ତମୂଳକ ଶାସ୍ତି ଦିଆଯିବ ହାଇକୋର୍ଟ ଅବଗତ କରିଛନ୍ତି ଆଡଭୋକେଟ ଜେନେରାଲ। ସେପଟେ ଆହୁରି ତଦାରଖ ହେବ ସିସିଟିଭି। ତା ସହିତ ଯେଉଁମାନେ ସବୁ ସାମିଲ ଥିଲେ ପାଖ ଆଖରେ ଥିଲେ ତାଙ୍କୁ ମଧ୍ୟ ବାରମ୍ବାର ପଚରାଯିବ। ଲଗାତାର ବର୍ଷା ଯୋଗୁଁ ଚକି ଖାଡରେ ବନ୍ୟା ଆସିବାରୁ ଧାଙ୍କୁ ନିକଟରେ ରେଳ ସେତୁ ରିଟେର୍ନିଂ ୱାଲ ଭୁଶୁଡି ପଡିଛି। ସୋମବାର ଦିନ ଏଭଳି ଘଟଣା ଘଟିଛି ଯାହା ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ଯାତ୍ରୀଙ୍କ ସହିତ ପୂର୍ଣ୍ଣ ମାଲୱେ ଏକ୍ସପ୍ରେସ ଟ୍ରେନ ଜାମ୍ମୁରୁ ଦିଲ୍ଲୀ ଯାଉଥିବା ବେଳେ ସେତୁ ଦେଇ ଯାଉଥିଲା। ଏହି ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। କୁହାଯାଉଛି ଯେ ବେଆଇନ ଖଣି ଖନନ ଯୋଗୁଁ ଭୂସ୍ଖଳନ ଶିକାର ହୋଇଛି। ଯଦିଓ ଘଟଣାରେ ସୂଚନା ପାଇବା ପରେ ରେଳ କର୍ମଚାରୀ ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି। କିନ୍ତୁ ଟିକେ ଏପଟ ସେପଟ ହୋଇଥିଲେ ରେଳ ଧାରଣା ସବୁକିଛି ତଳେ ପଡିଥାନ୍ତା। ଲୋକଙ୍କର ଜୀବନ ମଧ୍ୟ ଚାଲି ଯାଇଥାନ୍ତା। ସମସ୍ୟା ଉପୁଜିବା ପରେ ଚାଷୀ ପଞ୍ଜୀକରଣକୁ ସରକାର ସରଳ କରିଛନ୍ତି। ବାପା କିମ୍ବା ଜେଜେବାପାଙ୍କ ନାଁରେ ଜମି ଥିଲେ ବି ପୁଅ ଚାଷୀ ପଞ୍ଜୀକରଣ କରିପାରିବେ। ଯେଉଁ ଜମିରେ ଚାଷ କରୁଥିବେ ସେତିକିରେ ପଞ୍ଜୀକରଣ କରିପାରିବେ। ଯଦି ଜଣେ ଭଲ ଭାଇ ସବୁ ଜମି ଚାଷ କରୁଛି ଅନ୍ୟ ଭାଇ ସ୍ୱୀକୃତିନାମା ଦେବେ ତେବେ ସ୍ୱୀକୃତିନାମା ଦେଇ ସବୁ ଜମି ପାଇଁ ପଞ୍ଜୀକରଣ କରିପାରିବେ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅଲିମ୍ପିକ୍ସ ବିଜେତାଙ୍କ ପାଇଁ ପୁରସ୍କାର ରାଶି ବୃଦ୍ଧି କଲେ ଦିଲ୍ଲୀ ସରକାର। ଏଣିକି ସ୍ୱର୍ଣ୍ଣ ବିଜେତାଙ୍କୁ ମିଳିବ 7 କୋଟି ଟଙ୍କା ତା ସହିତ ଗ୍ରୁପ ଏ ଚାକିରି। ଦିଲ୍ଲୀ ସରକାର ମୁଖ୍ୟମନ୍ତ୍ରୀ କ୍ରୀଡ଼ା ପ୍ରୋତ୍ସାହନ ଯୋଜନାରେ ଅଧିକରୁ ଅଧିକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ମନ୍ତ୍ରୀ ଆଶିଷ ସୁଦ ସୂଚନା ଦେଇଛନ୍ତି ଯେ ଅଲିମ୍ପିକ୍ସରେ ବିଜେତାଙ୍କ ପାଇଁ ନଗଦ ପୁରସ୍କାର ରାଶି ଅଛି। ତା ସହିତ ମଧ୍ୟ କୁହାଯାଉଛି ଗ୍ରୁପ ଏ ଚାକିରି ମଧ୍ୟ ମିଳିବ ଯାହା ଇତିହାସରେ ପ୍ରଥମ ଥର ପାଇଁ ବୋଲି କୁହାଯାଉଛି। ଓଡ଼ିଶାର 11ଟି ନୂତନ ବ୍ଲକ ଆକାଂକ୍ଷା ବ୍ଲକରେ ସାମିଲ ହେଲା। ତେବେ କୁହାଯାଉଛି ଯେ କେନ୍ଦୁଝର ଜିଲ୍ଲାର 5ଟି ବ୍ଲକ ମୟୂରଭଞ୍ଜ ଜିଲ୍ଲାର 6ଟି ବ୍ଲକ ସାମିଲ ହୋଇଛି। ଏହାଦ୍ୱାରା ବର୍ତ୍ତମାନ ଓଡ଼ିଶାର ସମୁଦାୟ 40ଟି ବ୍ଲକ ଆକାଂକ୍ଷୀ ବ୍ଲକରେ ପରିଣତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ଲକ ଗୁଡ଼ିକ ସାମିଲ କରିବା ନେଇ ନୀତି ଆୟୋଗ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ଅନୁରୋଧ ଗ୍ରହଣ କରି ନୀତି ଆୟୋଗ ବ୍ଲକ ଗୁଡ଼ିକ ଆକାଂକ୍ଷା ଯୋଜନାରେ ସାମିଲ ହୋଇଛି। ତେବେ କୁହାଯାଉଛି ଯେ ଯେଉଁ ନୂତନ ବ୍ଲକ ଆକାଂକ୍ଷୀ ଯୋଜନାରେ ସାମିଲ ହେଲା ସେଗୁଡ଼ିକ ହେଉଛି କେଉଁଝର ଜିଲ୍ଲାର ଚମ୍ପୁଆ ଝୁମ୍ପୁରା କେଉଁଝରର ସଦର ପାଟଣା ଏବଂ ତେଲକୋଇ ମୟୂରଭଞ୍ଜ ଜିଲ୍ଲାର ବହଳଦା ଏବଂ ବିଜାତଳା ଏବଂ ଜାମଡ଼ା କୁସୁମୀ ରାଇରଙ୍ଗପୁର ତିରିଙ୍ଗି ଏସବୁ ସାମିଲ ହୋଇଛି ବୋଲି ସୂଚନା ମିଳିଛି। ତେବେ ଏହି ଦ୍ୱାରା ଅଞ୍ଚଳ ଗୁଡ଼ିକରେ ବିକାଶ ଖୁବ୍ ଜଲ୍ଦି ହେବ ତ୍ୱରାନ୍ୱିତ ହେବ। ସରକାରଙ୍କର ସାମାଜିକ କାର୍ଯ୍ୟ ଅର୍ଥନୈତିକ କାର୍ଯ୍ୟ ଖୁବ୍ ଜଲ୍ଦି ତାଙ୍କୁ ସୁବିଧା ସୁଯୋଗ ମିଳିବ।
ସୁଭଦ୍ରା ଟଙ୍କାକୁ ନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୋଟେ ସୂଚନା ଦେଇଛନ୍ତି। ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା, ଅଗଷ୍ଟ 9 ତାରିଖରେ ମିଳିବ ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା। ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯେଉଁ ହିତାଧିକାରୀ ପ୍ରଥମ ଦୁଇଟି କିସ୍ତି ଟଙ୍କା ପାଇନାହାନ୍ତି ସେମାନେ ମଧ୍ୟ ଟଙ୍କା ପାଇଁ ପ୍ରଦାନ ମାନେ ପାଇପାରିବେ। 1,88,000 ମହିଳା ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ପାଇନାହାନ୍ତି। ତୃତୀୟ କିସ୍ତିରେ ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଛି। ଏଣିକି 4 ଘଣ୍ଟାରେ ଆପଣଙ୍କ ପାଖରେ ପହଞ୍ଚିବ ଡ୍ରେସ୍ ଠାରୁ ଆରମ୍ଭ କରି ଚପଲ। ରିଲାଏନ୍ସ ଆରମ୍ଭ କଲା ନୂଆ ସେବା। ମୁକେଶ ଅମ୍ବାନୀ ରିଲାଏନ୍ସ କମ୍ପାନୀ ଓ ରିଲାଏନ୍ସ ରିଟେଲ ପାଇଁ ବଡ଼ ଖୁସି ଖବର। କାହିଁକି ନା କ୍ୱିକ୍ ଫ୍ୟାସନ ଡେଲିଭରି ଆଜିଓ ଆସ୍ କାମ କରିବ ବୋଲି କୁହାଯାଉଛି। ମାତ୍ର 4 ଘଣ୍ଟା ଭିତରେ ରୋଜ ଆପଣଙ୍କ ଘରେ ପହଞ୍ଚିବ ଡ୍ରେସ୍। ପ୍ରାରମ୍ଭିକ ସମୟରେ ମୁମ୍ବାଇ, ଦିଲ୍ଲୀ, ବାଙ୍ଗାଲୋର, ହାଇଦ୍ରାବାଦ, ଚେନ୍ନାଇ, ଅହମ୍ମଦାବାଦରେ ଆରମ୍ଭ ହେବ। ଧୀରେ ଧୀରେ ସବୁ ରାଜ୍ୟମାନଙ୍କରେ ଏସବୁ ଲାଗୁ ହୋଇଯିବ। ଯାହାଫଳରେ ଡ୍ରେସ୍ ଆପଣ ନିଜ ମନ ମୁତାବକ 4 ଘଣ୍ଟାରେ ଆପଣ ଘରେ ହୋମ୍ ଡେଲିଭରି ପାଇପାରିବେ। ଆଇଟିଆଇରେ ବଡ଼ ପରିବର୍ତ୍ତନ, ସରକାର ଆଣୁଛନ୍ତି ନୂଆ ଯୋଜନା। ତେବେ ଦେଶର ଯୁବକ ରୋଜଗାରକ୍ଷମ ତଥା ସେମାନଙ୍କର ଶିଳ୍ପ ଦକ୍ଷତା ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ବଡ଼ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଦେଶରେ 1,000 ଆଇଟିଆଇ ଅପଗ୍ରେଡ୍ କରିବାକୁ ପଡ଼ିବ। ଏଥିପାଇଁ କେନ୍ଦ୍ର ସରକାର ପ୍ରାୟ 60,000 କୋଟି ଟଙ୍କା ଖର୍ଚ୍ଚ କରିବେ। ତେବେ ଦକ୍ଷତା ଓ ବିକାଶ ଉଦ୍ୟମତା ମନ୍ତ୍ରାଳୟ ନେତୃତ୍ୱରେ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଏଥିରେ ସରକାର ଆଗାମୀ 5 ବର୍ଷ ଭିତରେ 2 କୋଟି ଯୁବକଙ୍କୁ ଟ୍ରେନିଂ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଇକୋନୋମିଷ୍ଟ ଏବଂ ଟାଇମ୍ସର ରିପୋର୍ଟ ଅନୁଯାୟୀ କି ଏବେ କୁହାଯାଉଛି ଯୋଜନାରେ ସାମିଲ ହେବା ପାଇଁ ଅନେକ ବଡ଼ ଧରଣର ବିଦେଶୀ କମ୍ପାନୀ ଏବଂ ସରକାର ସହିତ ଆଲୋଚନା କରୁଛନ୍ତି। ଏପର୍ଯ୍ୟନ୍ତ 12ରୁ ଅଧିକ କମ୍ପାନୀ ଏଥିପାଇଁ ଆଗ୍ରହ ଦେଖିଥିବା ବେଳେ ଯେଉଁଥିରେ 8 ପ୍ରମୁଖ ରିଲାଏନ୍ସ ଗ୍ରୁପ, ଆଦାନୀ ଗ୍ରୁପ, ମହିନ୍ଦ୍ରା ଗ୍ରୁପ, ଜେଜେ ସିମେଣ୍ଟ, ଜିନ୍ଦଲ ଗ୍ରୁପ ଏବଂ ଟୋୟୋଟା ଇଣ୍ଡିଆ ଏମିତି ବିଭିନ୍ନ ପ୍ରକାର ଅଛନ୍ତି ସାମିଲ। ତେବେ ଏହି ସହଭାଗିତା ଦ୍ୱାରା ଏବେ ହବ୍ ଆଣ୍ଡ ସ୍ପୋକ୍ ଆଇଟିଆଇର ସେଟଅପ୍ କରାଯିବ, ଯେଉଁଠାରେ ଶିଳ୍ପ ଆଧାରିତ ଟ୍ରେନିଂ ମଧ୍ୟ ଦିଆଯିବ। ସୁଭଦ୍ରାରୁ ପ୍ରାପ୍ତ ଅର୍ଥର ଉପଯୋଗିତା ପାଇଁ ସୁଭଦ୍ରା ସମୀକ୍ଷାର ଶୁଭାରମ୍ଭ। କଲେଜ ପଢୁଆ ଛାତ୍ରଛାତ୍ରୀ କରିବେ ସର୍ଭେ। ସୁଭଦ୍ରା ଆଜି ଓଡ଼ିଶାର କୋଣେ ଅନୁକୋଣରେ ପହଞ୍ଚି ମା ଏବଂ ଭଉଣୀମାନଙ୍କର ଆର୍ଥିକ ଆବଶ୍ୟକତା ପୂରଣ କରୁଛି। ସେମାନଙ୍କର ଇଚ୍ଛା ତଥା ସ୍ୱପ୍ନକୁ ମଧ୍ୟ ପୂରଣ କରୁଛି। ରାଜ୍ୟରେ ମହିଳାଙ୍କ ପାଇଁ ଆର୍ଥିକ ସଶକ୍ତିକରଣ ସୁଭଦ୍ରା ଯୋଜନା ଆରମ୍ଭର ମୂଳ ଲକ୍ଷ୍ୟ। ତେବେ କୁହାଯାଉଛି ଯେ ଆଜି ଭୁବନେଶ୍ୱର ସ୍ଥିତ ୟୁନିଟ୍ 9 ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ ବିହାର ଶନିବାର ଅଙ୍ଗନବାଡି କେନ୍ଦ୍ର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ କରମୂଳରେ ସୁଭଦ୍ରା ସମୀକ୍ଷା ଶୁଭାରମ୍ଭ ହୋଇଛି। ତେବେ କୁହାଯାଉଛି ଯେ ଏହି କାର୍ଯ୍ୟକ୍ରମ ବିଶିଷ୍ଟ ସମାଜସେବୀ ଜଗନ୍ନାଥ ପ୍ରଧାନ, ମହିଳା ଶିଶୁ ବିକାଶ ନିର୍ଦ୍ଦେଶକ ମନୀଷା ବାନାର୍ଜୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଥିଲେ। ତେବେ କୁହାଯାଉଛି ସୁଭଦ୍ରା ସହାୟତା ସହଯୋଗ ଦ୍ୱାରା କାର୍ଯ୍ୟକ୍ରମରେ ବିଭିନ୍ନ ସେମାନଙ୍କର ତଥ୍ୟ ସଂଗ୍ରହ ହୋଇଛି। ଏହି କାର୍ଯ୍ୟକ୍ରମରେ 22,000 ମହିଳା ହିତାଧିକାରୀ ମାନେ ସୁଭଦ୍ରା ସମୀକ୍ଷା କାର୍ଯ୍ୟକ୍ରମରେ ବ୍ୟବସ୍ଥା କରାଯାଇଛି। ଓଡ଼ିଶାର ଯୁବ ଇଞ୍ଜିନିୟରିଂଙ୍କ ଦ୍ୱାରା ଓଡ଼ିଶାରେ ଭାରତର ପ୍ରଥମ ରାଜ୍ୟବ୍ୟାପୀ ବିଦ୍ୟୁତ୍ ବଣ୍ଟନ ପ୍ରଯୁକ୍ତି ପରିଚାଳନା। ତେବେ କୁହାଯାଉଛି ଦକ୍ଷ ଶକ୍ତି ପ୍ରଫେସନାଲ କ୍ଷେତ୍ରରେ ଓଡ଼ିଶା ଆବେଦନ ଶକ୍ତିଶାଳୀ ଭାବେ ପ୍ରମାଣିତ। ମହିଳା ସମେତ 50ରୁ ଅଧିକ ଇଞ୍ଜିନିୟରିଂ ଭାରତ ପ୍ରଥମ ରାଜ୍ୟବ୍ୟାପୀ ବିଦ୍ୟୁତ୍ ବଣ୍ଟନ ପ୍ରଯୁକ୍ତି କେନ୍ଦ୍ରରେ ପରିଚାଳନା କରୁଛନ୍ତି। ବାସ୍ତବ ସମୟ ନିରୀକ୍ଷଣ, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ସାରା ରାଜ୍ୟରେ ଉନ୍ନତ ମାନର ବିଦ୍ୟୁତ୍ ପରିଚାଳନାକୁ ସୁନିଶ୍ଚିତ କରିବା ଦିଗରେ କେନ୍ଦ୍ର 3ଟି ସିଫ୍ଟରେ 24 ଘଣ୍ଟା କାର୍ଯ୍ୟ କରୁଛି। ଭୁବନେଶ୍ୱର ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମଧ୍ୟ ପିଡିଡିସି ହେଉଛି ପ୍ରଥମ ଧରଣର ଡିଜିଟାଲ ନର୍ଭ ସେଣ୍ଟର ସ୍କାଟ ଏବଂ ତା ସହିତ ମଧ୍ୟ ଏଡିଏମ୍ସ ୟୁଟିଲିଟି ଡାଟା ଷ୍ଟ୍ରିମ୍ ଏମିତି ଅତ୍ୟାଧୁନିକ ଗ୍ରିଡ୍ ନିୟନ୍ତ୍ରଣ ବ୍ୟବସ୍ଥାକୁ ସମନ୍ୱିତ କରିଥାଏ। ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ, ହେମନ୍ତ ଶର୍ମାଙ୍କୁ ମିଳି ସୂଚନା ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ। ଆଜି ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ବଡ଼ ଅଦଳ ବଦଳ କରିଛନ୍ତି। ବରିଷ୍ଠ ଆଇଏଏସ୍ ତଥା ମୁଖ୍ୟ ସଚିବ ହେମନ୍ତ ଶର୍ମାଙ୍କୁ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେ ତାଙ୍କର ପୂର୍ବପରି ଶିଳ୍ପ ଏବଂ ଇପୋକୋଲର ଅଧ୍ୟକ୍ଷ ସହିତ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗର ଦାୟିତ୍ୱରେ ନେବେ ବୋଲି କୁହାଯାଉଛି। ଜୁଲାଇ 24ରେ ଜାତୀୟ ସମବାୟ ନୀତି 2025 ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ତେବେ କୁହାଯାଉଛି ଯେ ଜାତୀୟ ସମବାୟ ନୀତି 2025 ଘୋଷଣା କରିବେ। ଜାତୀୟ ସମବାୟ ନୀତିରେ ଡ୍ରାଫ୍ଟିଂ କମିଟିର ସଦସ୍ୟ ସମସ୍ତ ଜାତୀୟ ସମବାୟ ସଂଘର ଅଧ୍ୟକ୍ଷ, ପରିଚାଳନା ନିର୍ଦ୍ଦେଶକ, ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ, ତା ସହିତ ଜାତୀୟ ସମବାୟ ବିକାଶ ନିଗମ, ତା ସହିତ କୁହାଯାଉଛି ଜାତୀୟ ସମବାୟ ତାଲିମ ପରିଷଦ ଏମିତି ବିଭିନ୍ନ ପ୍ରକାର ପରିଚାଳନା ପ୍ରତିଷ୍ଠାନ ବରିଷ୍ଠ ଅଧିକାରୀମାନେ ଅବସରରେ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ ଭାରତରେ ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା। ତେବେ କୁହାଯାଉଛି 11 ବର୍ଷ ମଧ୍ୟରେ ଜନଜାତି ବ୍ୟାପାର ମନ୍ତ୍ରାଳୟ ବଜେଟ୍ 200% ବୃଦ୍ଧି ହୋଇଛି। ଏହା ସହିତ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ଯୁଗ କାର୍ଯ୍ୟକ୍ରମ, ଯାହାକି 5 କୋଟି ଜନଜାତି ଲୋକ ଉପକୃତ ମଧ୍ୟ ହେବେ। କେବଳ ଏତିକି ନୁହେଁ, ଜଙ୍ଗଲ ଅଧିକାରୀ ଆଇନ ଜନଜାତି ସଶକ୍ତିକରଣ ପାଇଁ ଛାତ୍ରବୃତ୍ତି ଆଦି ସଫଳତା ସହ ଆରମ୍ଭ ହୋଇଛି। ସରକାର ସବୁ କ୍ଷେତ୍ରରେ ମଧ୍ୟ ସାହାଯ୍ୟ କରିବେ।
ରକ୍ଷାବନ୍ଧନ ପୂର୍ବରୁ ମହିଳାମାନଙ୍କ ପାଇଁ ଯୋଗୀ ସରକାର ବଡ଼ ଉପହାର ଦେଇଛନ୍ତି। କ୍ୟାବିନେଟ୍ ମନ୍ତ୍ରୀ ଅନିଲ ବାଇଜଲ ଏକ ସୂଚନା ମଧ୍ୟ ଦେଇଛନ୍ତି। କ୍ୟାବିନେଟ୍ ବୈଠକରେ 38ଟି ପ୍ରସ୍ତାବ ମଧ୍ୟରୁ 37ଟି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ଯୋଗୀ କ୍ୟାବିନେଟ୍ ଷ୍ଟାମ୍ପ ପଞ୍ଜୀକରଣ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ମହିଳାଙ୍କ ନାମରେ ରାଜ୍ୟରେ ଯେକୌଣସି ଜମି କିଣିବା ଉପରେ 1% ଷ୍ଟାମ୍ପ ଡ୍ୟୁଟି ଛାଡ଼ ରହିବ। ସେ କହିଛନ୍ତି ଏହାର ଲାଭ ଗ୍ରାମାଞ୍ଚଳ ସହରାଞ୍ଚଳ ଉଭୟ କ୍ଷେତ୍ରରେ ମହିଳାଙ୍କ ନାମ ପଞ୍ଜୀକରଣ କରିବା ଉପରେ ମିଳିବ। ଏହାଛଡ଼ା 1 କୋଟି ଟଙ୍କା ପର୍ଯ୍ୟନ୍ତ କିଣିବା ପାଇଁ ଉପଲବ୍ଧ ହେବ। କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ସୂଚନା ଦେଇ କ୍ୟାବିନେଟ୍ ମନ୍ତ୍ରୀ ନନ୍ଦ ଗୋପାଳ ନନ୍ଦୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସ୍ୱାମୀ ବିବେକାନନ୍ଦ ଯୁବ ସଶକ୍ତିକରଣ ଯୋଜନା ଅଧୀନରେ ଯୁବକମାନଙ୍କୁ ଟାବଲେଟ୍ ମିଳିବ। ଯୁବକମାନେ ଏକ ମୋବାଇଲ ବଦଳରେ ଟାବଲେଟ୍ ମିଳିବ ବୋଲି ସରକାର କହିଛନ୍ତି। ରାଜ୍ୟରେ ଚାଷୀମାନେ ହନ୍ତସନ୍ତ। ପ୍ରବଳ ଲଗାତାର ବର୍ଷା ଯୋଗୁଁ ଫସଲ ସବୁ ନଷ୍ଟ ହେଉଛି। ମୁଣ୍ଡରେ ହାତ ଦେଇ ଚାଷୀମାନେ ବସିଛନ୍ତି। ପରିବାର ରେଟ୍ ମଧ୍ୟ ହୁତୁ ହୁତୁ ହୋଇ ହୋଇ ବଢୁଛି। ସେପଟେ ସାଧାରଣ ଲୋକଟେ ପରିବା କିଣିବା ପାଇଁ ହନ୍ତସନ୍ତ ମଧ୍ୟ ହେଉଛି। ଏପଟେ ଖରିଫ ଋତୁ ଆରମ୍ଭ ହୋଇସାରିଛି। ଏହି କ୍ରମରେ ରାଜ୍ୟରେ ପାଖାପାଖି 58.50 ଲକ୍ଷ ହେକ୍ଟର ଜମିରେ ଖରିଫ ଫସଲ ଯୋଜନା ରହିଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ଅଧ୍ୟକ୍ଷତାରେ ରାଜ୍ୟରେ ଖରିଫ ଫସଲ ପାଇଁ ଯୋଗାଣ ସ୍ଥିତିର ସମୀକ୍ଷା କରିବା ପାଇଁ ଅନୁଷ୍ଠିତ ହୋଇଛି। ଭାରତକୁ ଖୋଲାଖୋଲି ଧମକ ଦେଲେ। ପୁଣି ଥରେ ଭାରତକୁ ଧମକ ଦେଲା ଆମେରିକା। ଏଥର ଟ୍ରମ୍ପ ନୁହନ୍ତି, ତାଙ୍କ ଖାସ୍ ସହଯୋଗୀ ସମେତ ଚାଇନା ବ୍ରାଜିଲକୁ ମଧ୍ୟ ଦେଖାଇଛି ନାଲି ଆଖି। ଟ୍ରମ୍ପଙ୍କ ସହଯୋଗୀ ସେନେଟର ଲିଣ୍ଡସେ ଗ୍ରାହାମ ଲାଇଭ୍ ଟିଭି ଚ୍ୟାନେଲରେ ବକ୍ତବ୍ୟ ଦେବାବେଳେ କହିଛନ୍ତି ଦେଶଗୁଡ଼ିକ ରୁଷିଆ ଠାରୁ ତେଲ କିଣିବା ବନ୍ଦ ନ କଲେ ସେମାନଙ୍କ ଉପରେ ସବୁଠାରୁ ତାରିଫ ଲଗାଯିବ। ତୈଳ କମ୍ପାନୀ ମଧ୍ୟ ତୁରନ୍ତ ବନ୍ଦ କରିବା ଦରକାର।